ଶୃଙ୍ଖଳାଟା କେଉଁଠି କାହାକୁ ପଚାରିକି ଶିଖା ଯାଏନି। କୋଣାର୍କ ଗଣନାଟ୍ୟ ମଞ୍ଚସ୍ଥ କରୁଛି ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ ନାଟକ ତୁ ବୋଧେ ମୋ ଭାଗ୍ୟରେ ନାହୁଁ। ଆଉ ଠିକ୍ ଏଇ ନାଟକରେ ଦର୍ଶକମାନେ ହସି ହସି ବେଦମ ହୋଇଛନ୍ତି। ଆଉ ତାଙ୍କୁ ହସି ହସି ବେଦମ କରାଇଛନ୍ତି ହାସ୍ୟ ଅଭିନେତା ମୁନା ପ୍ରମାଣିକ। ସିଧାସଳଖ ଆମେ ଆଲୋଚନା କରିବା। ମୁନା ପ୍ରମାଣିକ ଆମ ସହିତ ଅଛନ୍ତି। ସ୍ୱାଗତ କରୁଛି ଭାଇ ଆପଣଙ୍କୁ ଅର୍ଗସ୍ ନ୍ୟୁଜ୍କୁ। କେମିତି ଅଛନ୍ତି? ଜୟ ଜଗନ୍ନାଥ। ପ୍ରଥମେ ମୁଁ ଓଡ଼ିଶାର ଅଗଣିତ ଦର୍ଶକ ବନ୍ଧୁ ତାଙ୍କୁ ମୋର କୋଟି କୋଟି ମୁଣ୍ଡ ନୂଆ ପ୍ରଣାମ। ତାପରେ ମିଡ଼ିଆ ବନ୍ଧୁ ଅର୍ଗସ୍ ନ୍ୟୁଜ୍କୁ ଅନ୍ତରରୁ କୋଟି କୋଟି ପ୍ରଣାମ। କାହିଁକି ନା ମିଡ଼ିଆ ମାଧ୍ୟମରେ ଆମେ ଦର୍ଶକଙ୍କ ପାଖରେ ପହଞ୍ଚି ପାରୁ। ତେଣୁ ଅନ୍ତରରୁ ଅନେକ ଅନେକ କୃତଜ୍ଞତା ଦେବି। ତୁ ବୋଧେ ମୋ ଭାଗ୍ୟରେ ନାହୁଁ ନାଟକର ନାଁ ଶୁଣିଲା ପରେ ଯେ କେହି ଭାବୁଥିବେ କିଏ କାହା ଭାଗ୍ୟର ଗୋଟେ ଚାଲି ଯାଇଛି, କିନ୍ତୁ ଏଇ ନାଟକର ସାରାଂଶ କ'ଣ ରହିଛି? ସେ ସାରାଂଶ ନାଟକର ଏଇଟା ଗୋଟେ ଭଙ୍ଗା ହୃଦୟର କାହାଣୀ, ପ୍ରେମୀ ଯୁଗଳଙ୍କ କଥା। ଆଉ ଜଣେ କୋଟିପତିର ଝିଅ ଆଉ ଇଏ ହେଉଛି ଗରିବ ଘରର ପୁଅଟା। ତେଣୁ ଷ୍ଟୋରି ତ ବହୁତ ବଡ଼, ସବୁ ତ କହିପାରିବିନି। ତେବେ ନାଟକଟା ଦର୍ଶକ ଦେଖିକି ଅନୁଭବ କରିପାରିବେ ପ୍ରକୃତରେ ତୋ ବୋଧେ ମୋ ଭାଗ୍ୟରେ ନା। ଯେତିକି ବି ଯାତ୍ରା ପାର୍ଟି ପଡ଼ିଛି ପ୍ରଥମ ପର୍ଯ୍ୟାୟରେ 4ଟି ପାର୍ଟି ପଡ଼ିଛି। ଅଶୋକ ସମ୍ରାଟ ଅଛି, କୋଣାର୍କ ଗଣନାଟ୍ୟ, ଧଉଳି ଗଣନାଟ୍ୟ ଏବଂ ଅନ୍ୟପଟେ ସିଂହ ବାହିନୀ କ୍ରେଜ୍ ନେଉଛି ବର୍ତ୍ତମାନ ସମୟରେ। ତ ଆପଣଙ୍କ ଯାତ୍ରା ପାର୍ଟିର ଯେଉଁ ବହି ରହିଛି ତୁ ବୋଧେ ମୋ ଭାଗ୍ୟରେ ନାହୁଁ, ତାକୁ ଦେଖିକି ଦର୍ଶକଙ୍କର ଯେଉଁ ମାଇଣ୍ଡ ରହିଛି ଆପଣଙ୍କୁ କେମିତି ଲାଗୁଛି? ଷ୍ଟଡି କରିପାରୁଛନ୍ତି? ଦର୍ଶକମାନେ ବାନ୍ଧି ହୋଇ ରହୁଛନ୍ତି ନା ଫେରି ଯିବାକୁ ଚାହୁଁଛନ୍ତି? ନାଇଁ, ଏଇଟା ଆଜି ନୁହେଁ, ଏଇଟା ଖଣ୍ଡଗିରି ପେଣ୍ଡାଲ ନୁହେଁ। ମୁଁ ପ୍ରାୟ ଏ ନାଟକ ଯେବେଠୁ ଆରମ୍ଭ ହେଲାଣି, ଏ ନାଟକ ର ନାଟ୍ୟକାର ଶ୍ରୀଯୁକ୍ତ ଡକ୍ଟର ଦୀପକ ଜେନା ଆଉ ଶ୍ରୀଯୁକ୍ତ ଗୁରୁପ୍ରସାଦ ମିଶ୍ର ଏହାର ନିର୍ଦ୍ଦେଶକ। ଏବଂ ସବୁ ପରେ ଏ ନାଟକର ଶ୍ରେୟ ପ୍ରଥମେ ଯିବ ଆମର ଅନ୍ନଦାତା ଶ୍ରୀଯୁକ୍ତ ଭାରତ ଭୂଷଣ ଦେଓ ମହୋଦୟ। ତାଙ୍କୁ ଶ୍ରେୟ ଯିବ, କାହିଁକି ନା ସିଏ ତନ୍ନ ତନ୍ନ କରି ୱାର୍ଡ଼ ବାଇ ୱାର୍ଡ଼ ସବୁ ଟିକିନିକି ଭାବେ ତାକୁ ଯାଞ୍ଚ କରିକି କଳାକାରଙ୍କୁ ସେଇଭଳି ଦେଇଛନ୍ତି। ଇଭିନ୍ ମୁଁ ଜଣେ କମେଡ଼ିଆନ୍ ହେଇକି ମୁଁ ପ୍ୟାଥେଟିକ୍ ପାର୍ଟ କରିବା ଏଟା ମୋ ବୋଧେ ଚ୍ୟାଲେଞ୍ଜ। କାହିଁକି ନା ଦର୍ଶକ ସବୁ ଜାଣିଛନ୍ତି ଯେ ଇଏ ଜଣେ କମେଡ଼ିଆନ୍ ଲୋକଙ୍କୁ ହସାଏ, କିନ୍ତୁ ଇଏ ନା ଆଜି ଲୋକଙ୍କୁ କ'ଣ କନ୍ଦାଇଛନ୍ତି? ହଁ, ଫୁଲ୍ ପ୍ୟାଥେଟିକ୍। ଆପଣ ଚରିତ୍ର ତ ପୁରା ବଦଳି ଯାଇଛି। ଚରିତ୍ର ବଦଳି ଇଏ ଏଥିପାଇଁ ମୋର ଗୁରୁ ଶ୍ରୀଯୁକ୍ତ ଗୁରୁପ୍ରସାଦ ମିଶ୍ର ଏବଂ ଆମର ଅନ୍ନଦାତା ଶ୍ରୀଯୁକ୍ତ ଭାରତ ଭୂଷଣ ଦେଓ ମହୋଦୟ ତଥା ଲେଖକ ଶ୍ରୀଯୁକ୍ତ ଦୀପକ ଜେନା ମହୋଦୟଙ୍କୁ ମୁଁ ମୋର ମୁଣ୍ଡ ନୂଆ ପ୍ରଣାମ ଏଇଠୁ ଜଣେଇବି ଯେ ମୁଁ ଜଣେ ହାସ୍ୟ ଅଭିନେତାକୁ ଏଇଭଳି ଚରିତ୍ର ଦେଇଥିବାରୁ ମୁଁ ଦର୍ଶକଙ୍କ ପାଖରେ କେତେ ଦୂର ପହଞ୍ଚିଛି ସେଇଟା ଦର୍ଶକ ହିଁ କହିବେ। 2024ରେ ଯେତେବେଳେ ଯାତ୍ରା ଋତୁ ସରିଲା, 2025 ଆରମ୍ଭ ହେଲା, 2025ର ଯାତ୍ରା ଋତୁ ମଧ୍ୟ ଖତମ ହେବା କଥା କହିବା। ସେ ସମୟଠାରୁ ଯାତ୍ରାର ଗୋଟେ ବିବାଦ ଲାଗି ରହିଥିଲା। ଏବେ ଧୀରେ ଧୀରେ ବିବାଦ ଗୁଡ଼ିକ ଦୂରଉଛି, କିନ୍ତୁ ଆପଣଙ୍କ ଯାତ୍ରା ପାର୍ଟିକୁ ବିବାଦ ଛୁଇଁ ନଥିଲା। କେମିତି ସମ୍ଭବ ହୋଇଥିଲା? ଆପଣ ଯେଉଁ କଳାକାରମାନେ ରହିଲେ ଆପଣମାନଙ୍କ ଭିତରେ ସମନ୍ୱୟ ଠିକ୍ ଥିଲା ନା ଆପଣ ମାଲିକ ଆପଣଙ୍କୁ ଠିକ୍ ପରିଚାଳନା କରିପାରୁଥିଲେ? ନାଇଁ, ଶୁଣନ୍ତୁ, ଶୃଙ୍ଖଳାଟା କେଉଁଠି କାହାକୁ ପଚାରିକି ଶିଖାଯାଏନି। ମୁଁ ଆପଣଙ୍କୁ ନମସ୍କାର କରିବି, ଏଇଟା କ'ଣ ମୁଁ ପଚାରିକି ନମସ୍କାର କରିବି? କି ଯାହା ବି ଭୁଲ ତ୍ରୁଟି କାହାର କ'ଣ, ମୁଁ କାହାକୁ ଦୋଷ ଦେବାର ନାହିଁ କି କାହାକୁ କହିବା ନାହିଁ। ତେବେ ଏତିକି ମୁଁ ଜାଣେ ଶୃଙ୍ଖଳାଟା ନିଜ ପରିବାରରୁ ହିଁ ଶିଖିବେ। ଦ୍ୱିତୀୟ କଥା, ଆମ ପରିବାର କହିଲେ ଆମର ଅନ୍ନଦାତା ଶ୍ରୀଯୁକ୍ତ ଭାରତ ଭୂଷଣ ଦେଓ ମହୋଦୟ, ସିଏ ଆମକୁ ଯେତିକି ସ୍ନେହ ଶ୍ରଦ୍ଧା ଦେଇଛନ୍ତି, ଏଠି ବିଶୃଙ୍ଖଳାର କଥା କହିବା ପାଇଁ ଆମକୁ 100 ଥର କଣ୍ଠରୁଦ୍ଧ ହେଇଯିବ। ତ ଭାଇ
अन्य जगार आपण यही नाटकटी को परिवेषण करथिबे किंतु पर्टिकुलर खंडगिरी स्टेज रे परिवेषण करने द्वारा कौन अनुभूति आसुची एवं आपण को केते चैलेंजिंग था यही मुहूर्त नहीं शुणु ये तो महासमर अलग जगार समर हुए किंतु एठी महासमर ये महासमर को किए बा तुलना करि परिबो काहा सहित सेटा मु जानिनी किंतु आमे जेहेतु जड़े कलाकार आम रक्त गरम हुए कहीं जेतले चारिआडे प्रचार गाड़ी साउंड शुणु कि सेतबेलुठू आमर रक्त गरम हुए जे नहीं मु जाहले खंडगिरी पेंडाल कहीं ओडिशार कोण अनुकोण एठी सबू आसुचंती तेणु ये हूँ जात्रार पेंठस्थली कहले चले कहीं जात्रार माइल खुंट यू तैयारी हुंती तेणु एठी निज जीवन को बरं तुच्छ मन करदेबू किंतु ये नाटक करने केबे भी निजको पछेइबुनी। आपण केते वर्ष पूर्वे प्रथम थर पई खंडगिरी स्टेज रे मंच को चढ़ी मु आज 30 वर्ष तले खंडगिरी सेतबेले नाटकर परिचालना केमती थिला एबे कमिटी मेंबर मानकर सहयोग केमती रहउची पूरा प्रशासन सहयोग केमती देखुछन नहीं देखो कमिटी प्रशासन ये सब बाबद मोर कहवा बाहुल्य हो कहीं मुझे बड़ लोक नुहे मु छोट कलाकारटे मुझी कौन क्या सहित अधिक किए देला नदेला कौन कला गंडगोल है कि मुझे सब बाबद कौन मुंड खेलाएनि मु जानी मुझे ठीक दुनिया ठीक एति ही कह तेणु क्या बाबद मु कौन टिप्पणी देवी से ठीक हेनी मु जाने मुझे जदि ठीक अच्छी ताले सब ठीक हम। अधिक आलोचना करथिले आम सहित थिले हास्य अभिनेता मुन्ना परमाणिक भाई जा बड़ कथा कहले जेहेतु खंडगिरी हूँ यात्रार महासमर अनेक गुड़िया यात्रा पार्टी पड़ती से कलाकार मान रक्त टे गरम हो जाए से मैंने आउ गोटे पार्टी को काट देवाई चेष्टा करती किंतु गोटे पार्टी जिते एवं अन्य पार्टी गुड़ी को निराश होगा पड़ता है किंतु हुए तो एथर कोणार्क गणनाट्य जेहेतु भिन्न भिन्न स्वादर नाटक गुड़िक प्रस्तुत करुच्ची तू बोधे मो भाग्य ना भल प्रदर्शन करुच्ची तो देखा बाकी रहा कोणार्क गणनाट्य ये खंडगिरी यात्रा महासमर रे बाजी मारी पारुछि कि नहीं। भुवनेश्वर कैमरा पर्सन जसवंत सहित मु शुभजित अर्गस न्यूज। जदि आपंक आम भिडी भल लगा तेब आम चैनल को लाइक शेयर और सब्सक्राइब करने को जमा भी भूलु नहीं।